जगतवंद्य अनिंद्य रूपश्री जुक्त सकल विभु वरिष्ठ वरिष्ठ सकल देव तांकर पूज्य अनंत कोटि ब्रह्मांड नायक श्री जगन्नाथ महाप्रभु चरणारविंदे माँ सुभद्रे अनंत महाप्रभु बलभद्र जो चक्र सुदर्शन चरणारविंदे मोर शतकोटि दिव्य प्रणति शतकोटि दिव्य प्रणति बाबा लोकनाथ शंकर भगवान पार्वती महाराणी प्रभु कार्तिकेय गणेश भगवान सकल तीर्थ नृसिंह भगवान श्रीमद भागवत पुराण अंतर्गत सकल गुरुवृंद भक्त मंडली समस्त चरण तले मोर सप्तकोटि दिव्य प्रणति अत्र उपस्थित साधु सन्थ सन्यासी वैष्णव वृंद ज्ञान गरिष्ठ वरिष्ठ प्राज्ञ विबुद्ध व्यक्तिवृंद समस्त को मु हृदय अंतर श्रद्धा भक्ति सह विनम्र प्रणति जनाए अत्र उपस्थित भक्त मंडली भक्तिमती मातृवृंद समस्त को मु आह्वान करुछि ए अमृत रसरे अवगाहन करबा पाई केते भाग्यवान केते भाग्यवती जे श्रीक्षेत्र रे जगन्नाथक बाहु छाया तले बसी विशाल भुज विधान बीजम विश्वंभरण्यम विधि विष्णु सर्वै वसुंधरा बारी विमान बरी वायु पुरुषम प्रणवंदे वंदे से प्रणवर स्रष्टा वीर बजरंग बली हनुमान जे को सर्वत्र रक्षा करिवार दायित्व नहीं जगतर आ सभार आपण मान तरफ प्रणाम निवेदन करुछि आपण माने धन्य एइथिपाई जे पूर्व आम आलोचना करिछे जन्म और मृत्युर मध्यवर्ती कालखंड होची आयुष किए द्युत क्रीड़ा किए मिथ्या भाषण किए अपकर्म किए निंदा रचना किए परस्वी कातरता तार आयुष को क्षय किंतु आपण माने आपण मानकर आयुष को भागवत सेवारे क्षय कर बड़ विचित्र कथा ये क्षणे क्षणे क्षत यौवन आज जे नाली टुकुटुकु अधर दरटी भाषा अस्फुट शब्द गुणुगुण कथा कहूला पिला समय चक्र से 80 वर्षर बुढ़ा दिने से पिला थिला कारण काल चक्र बुलुचे कालो बा कारण राजा राजा काल सकरण परीक्षित महाराज पचारुछंती नमयी नृसिंह चरण अनादि परम कारण गोविंद 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 मधुर रुचि मकरंद नमयी नृसिंह चरण अनादि परम कारण गोविंद 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 मधुर रुचि जार आदि मध्य अंत जार आदि मध्य अंत सूचना कर जगत गोविंद 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 मधुरुचि मकरंद मृत्तिका विकार जे मंत जल नले सुजंत्रित जल नरे सुजंत्रित जल नरे सुजंत्रित सुधीवृंद माटी आनिला कुंभार कुंभार माटीटा को चकटी देला गोटे विकार देला एटा हूँ तार प्रथम विकार
ମାଟି ସହିତ ଜଳ ମିଶି ଚକଟିଲା, ଏଇଟା ତାର ପ୍ରଥମ ବିକାର। ତାପରେ ଆକାର ଦେଲା, ଦ୍ୱିତୀୟ ବିକାର। ହାଣ୍ଡି କଲା କି କଳସ କଲା କି ସର କଲା, ଦୀପାଳି କଲା, ସେତକରେ ମଧ୍ୟ ତାର ପରିପୂର୍ଣ୍ଣତା ଆସିଲା ନାହିଁ। ସେଥିରେ ଅଗ୍ନି ସଂଯୋଗ କଲା। ଜଳ ଅନଳେ ସୁଯନ୍ତ୍ରିତ। ମୃତ୍ତିକା ବିକାର ଯେମନ୍ତ ଜଳ ଅନଳେ ସୁଯନ୍ତ୍ରିତ। ତାପରେ ଯେତେବେଳେ ମାଟି କିଛି ରୂପ ପାଇଗଲା, ଅନଳ ପ୍ରାପ୍ତ ହେଇଗଲା, ଜଳ ପାଇଗଲା, ସେଥିରେ ଆଉ ଜଳ ନଥିଲା, ସେଥିରେ ଆଉ ଅଗ୍ନି ମଧ୍ୟ ନଥିଲା, ସେଥିରେ ଆଉ ମାଟି ମଧ୍ୟ ନଥିଲା। ସେ ଗୋଟେ ପ୍ରକାର ନୂତନ ରୂପ ପାଇଲା। ଆଉ ସେ ମାଟି ହେଇପାରିବ ନାହିଁ। ଆଉ ଥରେ ମାଟି ହେବାକୁ ହେଲେ ଶହ ଶହ ବର୍ଷ ଅପେକ୍ଷା କରିବାକୁ ପଡ଼ିବ। ସେ ପୁଣି ଅଣୁ ପରମାଣୁରେ ପରିଣତ ହେବ। ଆମେ କେତେ କଷ୍ଟରେ ପରିଣତି ପ୍ରାପ୍ତ ହେଇଛେ। ଭଗବାନଙ୍କ କୃପାରୁ ଭିନ୍ନ ଭିନ୍ନ ବିକାର ଦିଏ ଆଜି ପରିପୂର୍ଣ୍ଣ ଜୀବନ ହେଇଛି। ଆମେ ଆଉ ଚାହିଁଲେ କୁଆଁ କୁଆଁ ରାବୁଥିବା ଶିଶୁ ହେଇପାରିବା କି ନାହିଁ? ପୁନରପି ଜନନମ୍ ପୁନରପି ମରଣମ୍ ପୁନରପି ଜନନୀ ଜଠରେ ଶୟନମ୍। ତେଣୁ ଭଗବାନ କହିଲେ ଜନ୍ମ କର୍ମ ଚମେ ଦିବ୍ୟମ୍ ଏବଂ ଯୋ ବ୍ୟକ୍ତି ତତ୍ତ୍ୱତଃ ତ୍ୟକ୍ତ୍ୱମ୍ ଦେହମ୍ ପୁନର୍ଜନ୍ମ ନୈତି ମାମେତି ସୋର୍ଜୁନମ୍। ହେ ଅର୍ଜୁନ, ମୋର ଜନ୍ମ ଦିବ୍ୟ, କର୍ମ ଦିବ୍ୟ। ଆଜି ଦେଖିବ ଗୋଟେ ଦିବ୍ୟ କର୍ମ କେତେ ବିପତ୍ତି ଆସିଲା। ପ୍ରଥମରୁ ଜନ୍ମ ହଉ ହଉ ଗୋଟେ ଅସୁରୁଣୀ ଆସିଲା, ତା ନାଁଟା ମୋର ମନେ ନାହିଁ, କଣ ସେଇଟା? ପୁତନା। ତାପରେ ଆସିଲା ଶକଟା, ତାପରେ ଆସିଲା ତୃଣାବର୍ତ୍ତ, କାଲି ଆଇଥିଲା ବର୍ଷାସୁର। ଏବେ ଯେତେବେଳେ ଭଗବାନ ଟିକେ ଟିକେ ବଳ ହେବାକୁ ଗଲେ, ଚଳଚଞ୍ଚଳ ହେଲେ, ଯଶୋମତୀ କହୁଛନ୍ତି ଭୂସ୍ୱାମୀ ଶୁଣ ମୋ ବଚନ, ଗୁରୁଙ୍କ କର ଅବଧାନ, ଗୋବିନ୍ଦ 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 ମଧୁର ରୁଚି ମକର। ଭଗବାନଙ୍କର ମୃଦୁ ଭକ୍ଷଣ ଲୀଳା ଆରମ୍ଭ ହେଲା। ଜଗତକୁ ଯିଏ ମୁକ୍ତି ଦେଲା ବାଲା, ସେ ବନ୍ଧନ ଦଶାରେ ପଡ଼ିଲେ। କିଏ କହିଲା ମୋ ଘରେ ପଶିଲା, କିଏ କହିଲା ମୋର ଖାଇଲା। ଆଲୋ, ତମ ଘରେ ବସି ଯଦି ଦହି ଲହୁଣୀ ଖାଇଲା, ତମେ ମନା କରୁନ? ଗୋଟେ ଗୋପୀ କହୁଛି ମା, କାହାକୁ ମନା କରିବୁ? ଆମେ ମନା କରିବା ଆଗରୁ ସେ ଘରୁ ବାହାରୁଛି। ଆମେ କହିବାରୁ କହୁଛି କୂଳ ଜଗୁଆ ଭଲ ନାହିଁ, ତମେ ଘର ଖୋଲା କରି ପଳଉଛ, ମୁଁ ଜଗିଥିଲି ବୋଲି ଚୋର ଆଇଲାନି। କି ଚାଲୁ ସେ ପିଲା। ଗବାକ୍ଷ ଡେଇଲା, ମୋ ଘରେ ପଶିଲା, ସରଳ ବନି ଖାଇଲା। ଗବାକ୍ଷ ଡେଇଲା, ମୋ ଘରେ ପଶିଲା, ସରଳ ବନି ଛାଇଲା। ଦୂର ପଦ ପାତେ ଚାଲିଲି ତରିତେ, ବର୍ଷା ପରେ ଧରା ଦେଲା। ଶୁଣ ଗୋ ଜନନୀ ଶୁଣ ମୋ ବଚନ, ଏହି ଛଳିଆ ନାଗର ଆସିଗଲା ଏବେ ସମସ୍ତ ଖାଇଲା, ବାଣ୍ଟିଲା ସେ ଦେଶ କର। ଆଉ କୁକୁରରେ ସମସ୍ତଙ୍କୁ ଦେଇ ଅନକଙ୍କୁ ଖାଦ୍ୟ ଦେଲା। ହେମନ୍ତ କହନ୍ତେ ହସି ହସି ପୁତ୍ର, ସେଠାରୁ ସେ ଚଳିଗଲା। ଆଉ ଗୋଟେ ଗୋପୀ କହୁଛି ଜନନୀ ଶୁଣିଲାଣି? ଯଶୋମତୀ କହିଲେ ଆଲୋ ଏ ବାୟାଣୀ, ଯଦି ମୋ ପିଲା ତମ ଘରେ ହଟ୍ଟା କରୁଛି, ତମ ଜିନିଷକୁ ତମେ ଅନ୍ଧାରିଆ ଜାଗାରେ ଲୁଚେଇକିରି ରଖୁନ। କେତକୀ କହୁଛି ହେଇଠି ଶୁଣ ଶୁଣ, ମୁଁ ରଖିଥିଲି, ଆଉ ଛପି ଛପିକିରି ଦେଖୁଥିଲି, ଯେମିତି ତମ ପିଲା ମୋ ଘର ଭିତରେ ପଶିଲା, ଅନ୍ଧାରୁଟା ମଧ୍ୟ ଆଲୁଅ ହେଇଗଲା।
ଆଉ ଲୁଚେଇବୁ କାହାକୁ? ମାଳତୀ କହିଲା, ମା ତମ ପିଲା ଖାଇଦଉଛି ବୋଲି ମୁଁ ଆମ ମାମୁଁ ଘରେ ରଖିଥିଲି। ସେ କେମିତି ଜାଣିଲା କେଜାଣି, ମାମୁଁ ଘର ଯାଇ ଖାଇଦେଲା। ବଡ଼ ବିରକ୍ତ ହେଲେ। ଘରେ ଘରେ ପଶି ସଖା ସଙ୍ଗେ ମିଶି, ଘରେ ଘରେ ପଶି ସଖା ସଙ୍ଗେ ମିଶି, ଖାଇଅଛି କାହ୍ନୁ ସରଳ ବଣି ନନ୍ଦରାଣୀ ଗୋ, ବ୍ରଜରାଣୀ ଗୋ, ନନ୍ଦରାଣୀ ଗୋ, ବ୍ରଜରାଣୀ ଗୋ। ଶୁଣ ଶୁଣ ଆମ ଦୁଃଖ କାହାଣୀ, ଆମ ଦୁଃଖ କାହାଣୀ, ଆମ ଦୁଃଖ କାହାଣୀ। ଆମେ ଯାଇଥିଲୁ ଯମୁନା କୂଳକୁ ଜଳ ଆଣିବାର ପାଇଁ, ଜଳ ଆଣିବାର ପାଇଁ। ଜଳ ଧରି ହରେ ଦେଖିଲା ବେଳକୁ ଯାହା ସବୁ ଅଛି ହୋଇ, ଯାହା ସବୁ ଅଛି ହୋଇ। ସଖା ସଙ୍ଗେ ମିଶି ଘରେ ଘରେ ପଶି, ହରିବୋଲ ହରିବୋଲ ହରିବୋଲ, ଘରେ ଘରେ ପଶି ଖାଇଅଛି କାହ୍ନୁ ସରଳ ବଣି ନନ୍ଦରାଣୀ ଗୋ, ବ୍ରଜରାଣୀ ଗୋ, ନନ୍ଦରାଣୀ ଗୋ, ବ୍ରଜରାଣୀ ଗୋ। ଶୁଣ ଶୁଣ ଆମ ଦୁଃଖ କାହାଣୀ, ଆମ ଦୁଃଖ କାହାଣୀ। ସୁଧୀବୃନ୍ଦ, ଇଏ ମା ବଡ଼ ବିରକ୍ତ। ଏଡ଼ିକି ଟିକେ ଟୋକା, ଇଆଡେ ଦଧି ମନ୍ଥିଲା ବେଳକୁ ପାଖକୁ ଆସୁଛି। ମନ୍ଥାନ ମୁଚ୍ଛରତିତମ୍ ଯଦି ନକ୍ଷମସ୍ତମ୍ ବାଳୋସ୍ୟ ବତ୍ସ ବିରମେତି ଯଶୋଦୟକ୍ତମ୍ ଧୀରାବ୍ଧି ମନ୍ଥନ ବିଧି ଶୁଚିଜାତ ହାସୋ ବାଞ୍ଛାସ୍ପଦତି ସତୁର୍ଣ୍ଣ ବାସୁଦେବ ଶୁଣୁ। ବେଳେ ବେଳେ ମନ୍ଥଦଣ୍ଡ ଧରି ଦେଉଛନ୍ତି। ଇଆଡେ ଘରେ ଯାହା ବିତ୍ପାତ, ବାହାରେ ମଧ୍ୟ ସେଇଭଳି ବିତ୍ପାତ। କିଏ କହିଲା ତମ ପିଲା ମାଟି ଖାଉଛି? ସରଳ ବଣି ଅଣ୍ଟିଲା ନାହିଁ, ପିଲାର ପେଟ ପୋଡ଼ି ଯାଉଛି। ଆପଣମାନେ ଚିନ୍ତା କରନ୍ତୁ, ଏ କଥା ଶୁଣିଲେ କୋଉ ମାର ଦେହଟା ସହିବ? ଆଉ ଉପାୟ ନାହିଁ। ମନ୍ଥନ ମୁଗ୍ଧ ମଚିତ ଯଦି ନକ୍ଷମସ୍ତମ୍। ଆପଣମାନେ ବିଲ୍ୱମଙ୍ଗଳ ନାଁ ଶୁଣିଛନ୍ତି? ତାଙ୍କର ଗୋଟେ ସୁନ୍ଦର କାବ୍ୟ ପୌଷ କାବ୍ୟ। ଛାଡ଼ ବାବୁ ମନ୍ଥ ଦଣ୍ଡ ନାହିଁ ତୋର ବଳ, ଶ୍ରୀରାମ ଜୟ ରାମ, ଜୟ ଜୟ ରାମ। ବାବୁ ମନ୍ଥ ଦଣ୍ଡ ନାହିଁ ତୋର ବଳ, ଶ୍ରୀରାମ ଜୟ ରାମ, জয় জয় রাম। ছাড়ো বাবু মন্থ দণ্ড, ছাড়ো বাল দধি মন্থি বাকু শুনে এই মাত্র শ্রীরাম জয় রাম, জয় জয় রাম। মনে পড়ে শৈর সমুদ্রর মন্থন, শ্রীরাম জয় রাম, জয় জয় রাম। শ্রীশ্যাম জয় শ্যাম, জয় জয় শ্যাম। যশোদা দুল্হাল সে রে নন্দঙ্ক নন্দন, শ্রীরাম জয় রাম, জয় জয় রাম। ଆଉ ମା ବାନ୍ଧିଦେଲେ, କହିଲେ ବାପରେ ଧନ ମୋର,
ତୁ ଯାହା ହଟହଟା କଲୁ ମତେ ଆଉ ଥରେ କାମରେ ବାଧା ଦଉଛୁ। ପିଲା ଲୋକରେ ତୋର ବଳ କାହିଁରେ, ଆଉ ଟିକେ ବଡ ହେଲେ ତତେ ଦଧି ମନ୍ଥେଇବାର ଶିଖେଇଦେବି। ମନେ ପଡିଗଲା କ୍ଷୀର ସମୁଦ୍ର ମନ୍ଥନ। ଭଗବାନ ଭାବୁଛନ୍ତି ମୋ ମାଟା ପ୍ରକୃତରେ ବାୟାଣୀ ହେଇଗଲା। ଆରେ ଏତେ ବଡ କ୍ଷୀର ସମୁଦ୍ର କଇଁଛ ରୂପରେ ମୋ ପିଠିରେ ମନ୍ଦର ପର୍ବତ ଘୁରେଇଲି। ଇଏ କହୁଛି ମୁଁ ଅଡେ ହବ ଦହିକୁ ଖୁଡୁ ଖୁଡୁ କରୁଛି, ମୁଁ କରିପାରିବିନି। ମନେ ପଡିଗଲା କ୍ଷୀର ସମୁଦ୍ର ମନ୍ଥନ, ଯଶୋଦା ଦୁର୍ଲାଳ ସେ ଯେ ନନ୍ଦଙ୍କ ନନ୍ଦନ। କିନ୍ତୁ କିଛି କହିଲେନି, କାରଣ ମା ଲୀଳାରେ ଅଛନ୍ତି। କହିଲେ ଆଚ୍ଛା ଦେଖିବା, ଆଉ ଗୋଟିଏ ଲୀଳା ଦେଖେଇଦେବା। ସେଇ ଲୀଳା ହଉଛି ମୃଦୁ ଭକ୍ଷଣ ଲୀଳା। ମାଟି ଖାଇଲେ, କିଏ କହିଲା ମାଟି ଖାଇଲା, କିଏ କହିଲା ଦହି ଖାଇଲା, କିଏ କହିଲା ଚୋରେଇଲା। ମାଟିକୁ ତାଡି ଦେଖିଲା ବେଳେ ପାଟିରେ ଶପଥ ବ୍ରହ୍ମାଣ୍ଡ ମା ଦେଖିଲେ। କହିଲେ ହେ ମୋ ପିଲାକୁ କିଏ ଗୁଣିଆ କଲା କି କଣ? ଆରେ କଣ ଇଆଡୁ ସିଆଡୁ ତା ପାଟି ଭିତରେ ପରମ ବ୍ରହ୍ମ ନିଜ ରୂପ ଦେଖାଉଛନ୍ତି, କିନ୍ତୁ ବାତ୍ସଲ୍ୟ ମମତାରେ ମା ଅନ୍ୟ। ଆଜି ଏଇଭଳି ଅବସ୍ଥାରେ ମା ବିରକ୍ତ ହେଲେ, ତାକୁ ବାନ୍ଧିଦେଲେ। ଆଉ ବାନ୍ଧିଦେଲେ ରୋଳ ମୁଷଳରେ। କହିଲେ ତୁ ଏଇଠି ଥା। ଆରେ ଦୁଷ୍ଟ, ମତେ କାମ କରେଇ ଦଉନୁ, କିଛି ନାହିଁ, ନିନ୍ଦା ଶୁଣଉଛୁ। ମହାପ୍ରଭୁ ହାତ ଯୋଡି କହୁଛନ୍ତି ବନ୍ଧନ ଖୋଲି ଦିଅ ମା, ମାଟି ମୁଁ ଖାଇନି ମା, ବନ୍ଧନ ଖୋଲି ଦିଅ ମା, ମାଟି ମୁଁ ଖାଇନି ମା, ମୁଁ ତ ଖାଇଅଛି ଦେଖ ମା କରୁଛି ଦେଖ ମା କରୁଛି ତାଟକା ହୋଇଲେ ଯଶୋଦା ମାତ, ପାଟିରେ ଦେଖିଲେ ବିଶ୍ୱ ଜଗତ। ତାଟକା ହୋଇଲେ ଯଶୋଦା ମାତ, ପାଟିରେ ଦେଖିଲେ ବିଶ୍ୱ ଜଗତ। ମୃଦୁ ମୃଦୁ ହସୁଥିଲେ କହ୍ନାଇ, ମୃଦୁ ମୃଦୁ ହସୁଥିଲେ କହ୍ନାଇ। ଗୋପନରେ ମାତା ଥିଲେ ଅନାଇ, ଉଠିଲା ହରିବୋଲ ହରିବୋଲ ହରିବୋଲ। ବନ୍ଧନ ଖୋଲି ଦିଅ ମା, ମାଟି ମୁଁ ଖାଇନି ମା, ମୁଁ ତ ଖାଇଅଛି ସରଳ ବଳି। ଦେଖ ମା କରୁଛି ବିକଳ ହେଲେ ମହାପ୍ରଭୁ। ମା କହିଲେ ତତେ ସେମିତି। ଏଇଠି ଗୋଟେ କଥା କହିଦେଉଛି। କୁବେରଙ୍କର ଦୁଇଟି ପୁତ୍ର ଥିଲେ। ଗୋଟେ ହଉଛି ନଳ କୁବେର, ଆଉ ଗୋଟେ ହଉଛି ମଣିଗ୍ରୀବ। ଏମାନେ ଯୌବନ ଅନ୍ଧ, ଧନରେ ଅନ୍ଧ, ଜ୍ଞାନରେ ଅନ୍ଧ, ବିବେକରେ ଅନ୍ଧ। ଯୌବନಂ ଧନ ସମ୍ପତ୍ତି, ପ୍ରଭୁତ୍ୱମ ଅବିବେକିତା, एकैकमप्यनर्थाय किमजत्र चतुष्टय। ଯୌବନ ଗୋଟେ, ଧନ ସମ୍ପତ୍ତି ଗୋଟେ, ପ୍ରଭୁତ୍ୱ ଗୋଟେ, ଅବିବେକ ପଣିଆ ଗୋଟେ। ଏ ଚାରିଟାରୁ ଯଦି ଗୋଟେ ଅଛି
ଅନର୍ଥର କାରଣ। କିମଯତ୍ର ଚତୁଷ୍ଟ ଯୋଉଟେ ଚାରିଟା ଯାକ ଅଛି କଣ ନ ହେଇଥିବ। ପଣ୍ଡିତ ଚାଣକ୍ୟଙ୍କର ମତ। କାହିଁକି କଥା କହିଲି ନା ଏ ଦି ଭାଇ ଯାକ ମଣିଗ୍ରୀବ ଆଉ ନଳକୁବେର ନଦୀରେ ଗାଧୋଉଥିଲେ, ବସ୍ତ୍ର ଥୋଇ ଦେଇଥିଲେ ହିଡ଼ରେ, ହିଡ଼ ଦେଇକିରି ଆସୁଥିଲେ ହରିନାରାୟଣ ନାରାୟଣ ହରି ହରି, ହରିନାରାୟଣ ନାରାୟଣ ହରି ହରି, ଲକ୍ଷ୍ମୀ ନାରାୟଣ ନାରାୟଣ ହରି ହରି, ଲକ୍ଷ୍ମୀ ନାରାୟଣ ନାରାୟଣ ହରି ହରି, ବଦ୍ରୀ ନାରାୟଣ ନାରାୟଣ ହରି ହରି, ବଦ୍ରୀ ନାରାୟଣ ନାରାୟଣ ହରି ହରି, ରାମ ନାରାୟଣ ନାରାୟଣ ହରି ହରି, ରାମ ନାରାୟଣ ନାରାୟଣ ହରି ହରି, ରାମ ନାରାୟଣ नारायण हरि हरि, राम नारायण नारायण हरि, नारायण नारायण नारायण। जिमिति नारद आसबार देखिदेले ये टोका दीटा तो उधुड़िकी डेइले पानी भितर, जो लुगापटा पिंधिबा कथा से सब खोला पड़ा। जौनांग नारदंकर आखिरे पड़ा, कहले केड़े अनाचार लोकरे, मु गोटे ज्येष्ठ ये टोका दीटा एड़े उत्पात, अभिशाप देदेले। वृक्ष रूपरे जात हुओ संताप मान भोगु थाओ, गोविंद 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 पदुगरुचि मकरंद, वज्रपात को संभाळिब वर्षा जल त्वे नेब, से मकरंद पान करी आनंदे बोल हरि हरि, कांदिले कुमार कुबेर आंबंकु एबे प्रभु कर, हरिगे मलय पवन काष्ठकु करंति चंदन, कांदिले कुबेर कुमार आंबंकु एबे दया कर, आंबंकु एबे दया कर, आंबंकु एबे दया कर। कुबेर पुत्र माने कांदिले, मणिग्रीव और नल कुबेर कहले महाप्रभु हे नारद गोसाई, आमे जौवन रे अंध हेलु, आमे धन रे मत्त हेलु, आमे अविवेक ही उन्मत्त हेलु, आमर प्रभुत्व आमको एमती उत्पात करेला, क्षमा कर। आउ वृक्ष रूप से जदि अनंत काल जीवन बीतेब आंभ जीवन रे मुक्ति नहीं। नारद कहले अच्छा तुम जदि मुक्ति पाई इच्छा करुच, श्रीकृष्ण अंग जे लागिले मुक्ति लभी बटी गोविंद 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 पदुगरुचि मकरंद, हरिचरणे चित्त दिया भवसागरु मुक्त हुआ, भवसागरु मुक्त हुआ, भवसागरु मुक्त हुआ। कृत्य कृत्य हेले से दी भाई गच्छ रूपे जन्म हेले। एठु आमे शिखिले कौन, ज्येष्ठ को जदि कनिष्ठ उपयुक्त सम्मान न दिए, कौतुक करे, अमर्यादा प्रदर्शन करे, ताकू परवर्ती काल रे वृक्ष रूप में जन्म नवाकू पड़ता है। बंची थिबो, चेतना थिबो, कथन नथिबो, गतिशीलता नथिबो, भुक्ति थिबो, मुक्ति नथिबो। सेई दिनरू दुईटी अर्जुन गच्छ ही नंदालयर बाड़ी पटरे थिले। एक कथा यशोमती जानती नहीं,
ଜାଣିବା ଲୋକ ଜାଣନ୍ତି। ଆଜି ଯେତେବେଳେ ରୋଳ ମୁସଳରେ ମହାପ୍ରଭୁ ଭଙ୍ଗା ପଡ଼ିଲେ, ଧୀରେ 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 ଆଣ୍ଠେଇ ଆଣ୍ଠେଇ ବାଡ଼ିପଟକୁ ଗଲେ, ଆଉ ଗଛ ବୃକ୍ଷ ମଧ୍ୟରେ ଗଲେ ପଶି, ସହଜେ ଯେବେ ହୁସି ଦେଶି। ଗୋବିନ୍ଦ 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 ମଧୁ ଗଳୁଛି ମକରନ୍ଦ। ରୋଳ ମୁସଳ ବୃକ୍ଷେ ଲାଗି ପଡ଼ିଲା ଏବେ ଯେବେ ଭାଜି, ପଡ଼ିଲା ଏବେ ଯେବେ ଭାଜି, ପଡ଼ିଲା ଏବେ ଯେବେ ଭାଜି। ଘୋର ଘର ଘର ନାଦ ଶୁଣି ଖାଇଲେ ନନ୍ଦ ରାଣୀ। ଗୋବିନ୍ଦ 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 ମଧୁ ଗଳୁଛି ମକର। ହତ ଚକିତ ନିଜେ ହେଲେ, କୋଳକୁ ଉଠାଇ ନ ନେଲେ, କୋଳକୁ ଉଠାଇ ନ ନେଲେ, କୋଳକୁ ଉଠାଇ ନ ନେଲେ। ଦୁଇଟି ଦିବ୍ୟ ଜ୍ୟୋତି ସେ ବୃକ୍ଷରୁ ବହିର୍ଗତ ହେଲା। ଜଣେ ନଳକୂବର, ଜଣେ ମଣିଗ୍ରୀବ ହାତ ଯୋଡ଼ି କହିଲେ, ପ୍ରଭୁ ତମ ଦୟାରୁ ଆମେ ମୁକ୍ତି ହେଇଗଲୁ। ଇଏ ହେଉଛି ମୁକ୍ତି ଗ୍ରନ୍ଥ। ସେଥିପାଇଁ କହିଲି ତାଙ୍କର ଲୀଳା ଶ୍ରବଣରେ ମଧ୍ୟ ମୁକ୍ତି ମିଳିଥାଏ। ଏଣେ ମା କହିଲେ, ବାପରେ କିଛି ହେଇନି କି? ନା ନାଇଁ ଲୋ ବୋଉ, ଆଉ ମୁଁ ଥାଆନ୍ତି କି ଯଦି ମୋ ଉପରେ ପଡ଼ିଯାଇଥାନ୍ତା। ତଥାପି ମା ବୁଝିପାରିଲେନି। ବୋଲା ଦେଖ ଦେଖ ଦେଖ, ତମେ ବାନ୍ଧିଦେଲେ ଏ ଧନ, ଏ କଥା ବାପା ଆସିଲେ କହିବ। କାହିଁକି ନା ଭାରି ଚିଡ଼ି ଯିବେ, ମତେ ବିରକ୍ତ ହେବେ। ନାଇଁ ମା, ସବୁ କଥା କଣ ବାପାଙ୍କୁ କହିବାର କି? କଣ ଟିକେ ଦେ। ଗିନେ ସର ଆଣିକି ଦେଲେ। ମହାପ୍ରଭୁ ସେତିକ ଚଟାଚଟି କରି ଖାଇଦେଲେ। ଯେମିତି ଗିନା ପୋଛି ହେଇଗଲା, ସରିଗଲା। କହିଲେ, ବୋଉଲ, ଘର କଥା ଯଦି ବାପାଙ୍କୁ ନ କହିବା କାହାକୁ କହିବା? ମା କହିଲେ, ହଇରେ ଧନ, କହିବୁନୁ ବୋଲି ତତେ ଦେଲି ଗିନେ ସର, ନହେଲେ ଆଉ କଣ ଟିକେ ଦେ। ଲବଣୀ ଆଣି ଗିନେ ଦେଲେ। ସରିଗଲା ପରେ କହିଲେ, ବୋଉ ସବୁ କହିବିନି, ଟିକିଏ କହିବି। ଆଉ ଥରେ ଖଣ୍ଡ ସାର ଦେଲେ, ଆଉ ଥରେ ରାବଡି ଦେଲେ। ସେ ଗର୍ଭରେ କେତେ ରହୁଥିଲା କେଜାଣି। ଠିକ ଦିନ ଦ୍ୱିପହରୁ କହିଲେ, ମା ବାପାଙ୍କୁ ନ କହିଲେ ଭଲ ନାହିଁ। ଏ ସମୟରେ ବାପା ଆସିଲେ। ମା ଠାରିକିରି ହାତ ଦେଖି ପାଟିରେ ଆଙ୍ଗୁଠି ଦେଇ କହୁଛନ୍ତି, କହନା କହନା। ଭଗବାନ କହିଲେ, ନାଇଁ ଲୋ ବୋଉ, ମୋ ଉପରେ ଗଛ ପଡି ଯାଇଥାନ୍ତା ବୋଲି ମୁଁ କହିବି ନାହିଁ। କେତେ କଥା କଲୁ ରେ? ନନ୍ଦ କହିଲେ, କଣ ହେଲା ରେ ଧନ? ନାଇଁ 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 ନାଇଁ, ମୁଁ କହିବିନି, ବୋଉ କହିଛୁ କହନା ବୋଲି। ପ୍ରଭୁଙ୍କର ବଡ ଅଦ୍ଭୁତ ଲୀଳା। ନନ୍ଦ କହିଲେ, କଣ କହୁନୁ? ନା କେମିତି କହିବି? ବୋଉ ପୁରା ଠାରୁଛି ସିଆଡେ କହନା ବୋଲି। ଗୋଟେ ପ୍ରଚଣ୍ଡ ଝଗଡା ହେଇଗଲା। କହିଲେ, ଲକ୍ଷେ ଗାଈ ମୁଁ ସମ୍ଭାଳିଛି, ତମେ ଗୋଟେ ପିଲା ସମ୍ଭାଳି ପାରୁନ। ଯଶୋମତୀ ମଧ୍ୟ ଜିଦ୍ କଲେ। କହିଲେ, ହଁ ହେ, 10 ଲକ୍ଷ ଗାଈ ସମ୍ଭାଳି ହବ, ଏ ଗୋଟାକୁ କିଏ ସମ୍ଭାଳିଲ ଦେଖିବା କଲି। ଏମିତି ହଉ ହଉ ଦାମ୍ପତ୍ୟ କଳହ ଆରମ୍ଭ ହେଲା। ମଝିରେ ମଝିରେ କୃଷ୍ଣ କହୁଛନ୍ତି, ବାପା ମୁଁ ଆଉ ଥାଆନ୍ତି କି? ମୋ କଥା ସରି ଯାଇଥାନ୍ତା। ଏଇଠି ମା ନା ମତେ ନେଇକିରି ବାନ୍ଧି ଦେଲେ। ଏଇଠି ଦେଖୁନ ଦଉଡ଼ି ପଡିଛି। ଏ ଦଉଡ଼ି ବାନ୍ଧିବାକୁ ଅଣ୍ଟିଲାନି, ଆହୁରି ପଘା ଲଗେଇଲା, ଅଣ୍ଟିଲାନି। ପୁଅ ଦଉଡ଼ି ବାନ୍ଧିଲା, ଅଣ୍ଟିଲାନି। ତଥାପି ମୁଁ ଦୟା କରିବାରୁ ସେ ମତେ ବାନ୍ଧିଦେଲା। ନନ୍ଦ କହିଲେ, ଆଚ୍ଛା ବାପା, ଚା ଆଉ ଏ ଘରେ ରହିବାନି। ନା କୁଆଡେ ଯିବା ବାପା?
ଭଗବାନ ଅନ୍ତର୍ଯାମୀ ନାଟୁଟା ଲଗେଇଦେଲେ। କୁଆଡେ ଯିବା ବାପା? ନନ୍ଦ କହିଲେ ବଣକୁ ଯିବା। ଶିକା ଧ, ଡଙ୍କା ଧ, ହାଣ୍ଡି ରସ ଗିନା ଧ, ଆମେ ବଣରେ ରୋଷେଇ କରି ଖାଇବା, ଆଉ ଘରକୁ ଆସିବା ନାହିଁ। କୃଷ୍ଣ କହିଲେ ସେମିତି ଘରକୁ ଆସିଲେ ତ ବାଡୁଛି। ଫାଇନାଲ ହେଲା ଶିକା ଡଙ୍କା ଧରି ବାବୁ ପୁଅ ଏଣିକି ବଣରେ ରହିବେ। ଯିବା ପାଇଁ ଉଦ୍ୟତ ହେଲା ବେଳେ କୃଷ୍ଣ କହୁଛନ୍ତି ଏ ବାପା ମୁଁ କ୍ଷୀର ଖାଇବି। ନନ୍ଦ କହିଲେ ଚା ମୁଁ ଗୋପାଳୁଣୀକୁ କହିଦେବି ଖାଇବୁ। ନା ନାଇଁ ସେ କ୍ଷୀର ନାହିଁ। ନହେଲେ ଚା ଗୋଠକୁ ଗଲେ କେତେ ଗାଈ କ୍ଷୀର ଖାଇବୁ? ନା ସେ କ୍ଷୀର ନାହିଁ। ନା କୋଉ କ୍ଷୀର? ନା ନା ମୁଁ ମୋ ମାର କ୍ଷୀର ଖାଇବି। ନନ୍ଦ ଜାଣିଦେଲେ ପିଲାରେ ଚାଲୁ, କହିଲେ ହଇରେ ଝଗଡାଟା ଲଗେଇଦେଲୁ, ମାର କ୍ଷୀର ଖାଇବୁ। କେମିତି ଖାଇବୁ? ନା ତାକୁ ମଧ୍ୟ ବଣକୁ ସାଥିରେ ନବା। ଆଉ ସିଏ ଯଦି ସାଥିରେ ଯିବ, ତୁ ଯଦି ସାଥିରେ ଯିବ, ମୁଁ ଯିବି। ଆଉ ଯିବା କାହିଁକି? ନା ନହେଲେ ଯିବାନି। ଆଉ ପିଲାମାନେ, ଏ କଥାର ଅର୍ଥ ହେଲା ପିଲାମାନଙ୍କ ପାଇଁ ବାପା ମା ମାନେ ସବୁ ମନସ୍ତାପ ଭୁଲି ଯାଇ ଏକତ୍ରିତ ହେଇ ରହନ୍ତି, ଏକାତ୍ମ ପରି ରହନ୍ତି। ସେଇମାନେ ଆମର ସମ୍ପତ୍ତି, ସେଇମାନେ ଆମର ଗତି, ସେଇମାନେ ଆମର ମୁକ୍ତିଦାତା। ଅଘଟଣ ତ ଗଢି ଚାଲିଛି। ତା ପରଦିନ ନନ୍ଦରାଜାଙ୍କୁ ଯଶୋମତୀ କଲେ ଏଇଠି ପିଲାଟା ଉପରେ କଣ ଗୋଟେ ଦୃଷ୍ଟି ପଡୁଛି, ସବୁବେଳେ କିଛି ନା କିଛି ହଉଛି। ଯୋଗକୁ ଆଚାର୍ଯ୍ୟ ଗର୍ଗ ଆସିଲେ। ହାତ ଯୋଡ଼ି ଯଶୋମତୀ କହିଲେ ଆଚାର୍ଯ୍ୟ ମହାଶୟ ମୋ କଥା ରଖିବ। କେତେ ଦିନ ହେଲା ଆମ ଘରେ କିଛି ଖାଇନି। ବାସୁମତୀ ଚାଉଳ ରଖିଛି, ରାବିଡି ରଖିଛି, ଖଣ୍ଡ ସାର ରଖିଛି, ଭଲ କ୍ଷୀର ରଖିଛି, ଖାଣ୍ଟି ଗାଈ ଘିଅ ରଖିଛି। ଯାଉଛି ଚୁଲି ଲିପିଦେବି, ଆଉ ଝାଟି କାଠ ଅଛି। ଆପଣ ଟିକେ ମୋ ଘରେ କ୍ଷୀରି ଟିକେ କରି ଖାଇବେ। ଢାଳଟିଏ ଦେଲେ, ରୂପା ଢାଳଟା ନିଅନ୍ତୁ, ଯମୁନାରୁ ପାଣି ଆଣିବେ। ଗର୍ଗାଚାର୍ଯ୍ୟ ପାଣି ଆଣିଲେ, କ୍ଷୀରି ହେଇଗଲା। ଗୋଟେ ରୂପା ଥାଳିରେ ତାକୁ ଢାଳି ଦେଲେ। ଆମେ ଯେତେବେଳେ ପୂଜା କରୁଛୁ, ମା ମାନେ ଲକ୍ଷ୍ମୀ ପୂଜା କରୁଛନ୍ତି, ଆମେ କିଏ ବିଷ୍ଣୁ ପୂଜା କରୁଛନ୍ତି, ହାଉ 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 ତାତୁଥିବ, ସେଥିରେ ଫୁଲ ତୁଳସୀ ପକେଇ ଦଉଛେ, ସେଟା ଠିକ ନାହିଁ। ସ୍ପର୍ଶ ଯୋଗ୍ୟ ଛୁଇଁଲା ପରି ଯେତିକି ଉତ୍ତାପ ରହିବ ସେତିକି ହେଲା ପରେ, ନହେଲେ ତୁଳସୀଟା ସିଦ୍ଧ ହେଇଯିବ। ତୁଳସୀ ସିଝିବାଟା ମଙ୍ଗଳ ଲକ୍ଷଣ ନୁହେଁ। ନା ବୁଝିପାରୁଛୁ ନା ନାଇଁ? ହଁ ନା ନାଇଁ? ଆଜି ତ ପୁରା ହଁ ଡିପାର୍ଟମେଣ୍ଟ ବନ୍ଦ। ଗର୍ଗାଚାର୍ଯ୍ୟ କ୍ଷୀରି ଢାଳି ଦେଲେ ଥାଳିରେ। ନୟନ ମୁଦ୍ରିତ କରିଲେ, ଇଷ୍ଟକୁ ସୁମରଣ କରେ। ଗୋବିନ୍ଦ 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 ପଦୁ କରୁଛି ମକରନ୍ଦ। ଦ୍ୱାରକାଧୀଶ ଇଷ୍ଟ କୃଷ୍ଣ, ସର୍ବତ୍ର ଚିନ୍ତିଲେ ସେ ଭଦ୍ର। ସେ ମକରନ୍ଦ ପାନ କରି ଆନନ୍ଦେ ବୋଲ ହରି ହରି। କଲୁଷ ଜଳେ ଦଳ ଦେଇ, ଇଷ୍ଟମୂର୍ତ୍ତିଙ୍କୁ ସୁମରଇ। ହରି ଯେ ମଳୟ ପବନ, କାଷ୍ଟକୁ କରନ୍ତି ଚଣ୍ଡ। ଗଣ୍ଡୁଷ ଜଳ କହିଲେ କାପୁଲିର ଖାଲରେ ବିରି ତିନ୍ତିଲା ଭଳି, ବିରି ନ ଡୁବିଲା ପରି ଯେତିକି ଜଳ, ବିରି ଡୁବିଗଲେ ଅଧିକ, କମିଲେ କମ, ସେତିକି। ବିରି ଯେତିକି ଡୁବିବ ସେଟା ହଉଛି ଗଣ୍ଡୁଷ ଜଳ। ସେଥିରେ ତୁଳସୀ ଦଳ ଧରିଲେ
ପୂଜା କଲା ବେଳକୁ ଧ୍ୟାନରେ ପୂଜ୍ୟକୁ ଚିନ୍ତା କରିବାକୁ ପଡ଼ିବ ନା ନାହିଁ? ଧ୍ୟାନ ଚିନ୍ତିଲେ ନାରାୟଣ, ପୂଜନ କଲେ ତତ୍କ୍ଷଣ। ଗୋବିନ୍ଦ 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 ପଦୁ ଗଳୁଛି ମକରନ୍ଦ। ଆପଣମାନେ ଧ୍ୟାନ ଦିଅନ୍ତୁ, ଗର୍ଗାଚାର୍ଯ୍ୟ କ୍ଷୀରି ପୂଜା କରୁଛନ୍ତି କାହାକୁ? ତାଙ୍କର ଇଷ୍ଟ ହେଉଛନ୍ତି ଦ୍ୱାରିକାଧୀଶ କୃଷ୍ଣ। এইଠୁ ପ୍ରମାଣିତ ହେଉଛି କୃଷ୍ଣ ଯେ ଦ୍ୱାପରରେ ପ୍ରକଟ ହେଲେ ତା ପୂର୍ବରୁ ନଥିଲେ ନାହିଁ। ବେଦର ପ୍ରତିପଦ୍ୟ ଦେବତା ମଧ୍ୟ କୃଷ୍ଣ, ରସର ପ୍ରତିପଦ୍ୟ ଦେବତା କୃଷ୍ଣ। ତେଣୁ ସେ ପୂଜା ମନ୍ତ୍ର ଡାକିଦେଲେ, କ୍ଲିଂ କୃଷ୍ଣାୟ ଗୋବିନ୍ଦାୟ ଗୋପୀଜନ ବଲ୍ଲଭାୟ ସ୍ୱାହା। ଡାକିଦେଲେ ମନ୍ତ୍ର, ଯେମିତି ତୁଳସୀ ପଡ଼ିଗଲା କ୍ଷୀରିରେ, ମୁଦ୍ରିତ ନୟନ ଖୋଲିଲେ ଆଶ୍ଚର୍ଯ୍ୟ ଦୃଶ୍ୟକୁ ଦେଖିଲେ। ଗୋବିନ୍ଦ 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 ପଦୁ ଗଳୁଛି ମକରନ୍ଦ। ଯେମିତି ଆଚାର୍ଯ୍ୟ ଗର୍ଗ ଦେଖିଲେ ଯେ ଇଏ ପିଲା କୋଉଠି ଥିଲା, ଆସିକିରି ଆଣ୍ଠେଇ ଆଣ୍ଠେଇ ଦି ହାପୁରା ବଚେଇ ଚାଲିଲାଣି, ଅଇଁଠା କରିଦେଲେ। ଗର୍ଗାଚାର୍ଯ୍ୟ ପାଟି କଲେ, ଆଲୋ ଏ ତୋ ପିଲା ଗଲା 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 ଗଲା, ମୁଁ ଭୋଗ ମାରା କରିଦେଲା ଲୋ, ଦି ହାତ ଖାଇସାରିଲାଣି। ଭଗବାନ ଚିନ୍ତା କରୁଛନ୍ତି, ଋଷି ପାଗଳ ହେଲେ ନା କଣ? ମତେ ମନ୍ତ୍ରରେ ଡାକିଲେ ଖା, ଖାଇଲେ ବୋଲୁଛି ଖାଇଦେଲା, ଏମିତି କେମିତି କଥା? ମା ଏ କଥା ବୁଝିପାରିଲେନି, ଆଚାର୍ଯ୍ୟ ବର୍ଗ ବୁଝିପାରିଲେନି। ଡେଣାକୁ ଧରି ନେଲେ କାଣେ, ବନ୍ଧନ ପ୍ରାୟ ନିଜେ ମଣି। ଗୋବିନ୍ଦ 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 ପଦୁ ଗଳୁଛି ମକରନ୍ଦ। ଏକ ମୁହାଁ ଗୋଟେ ଗମ୍ବୁରା ଭିତରେ ଭର୍ତ୍ତି କରିଦେଲେ, ବାହାରୁ ସାଙ୍କୁଳି ଦେଇଦେଲେ। ହାତ ଯୋଡ଼ି ଗର୍ଗାଚାର୍ଯ୍ୟ କହିଲେ, ପିଲାର ବୁଦ୍ଧିଟା ଖରାପ ଆଜ୍ଞା, ସେଇଥିପାଇଁ ତ ଆପଣଙ୍କୁ ଡାକିଲେ, କଣ ରିଷ୍ଟ ପଡ଼ିଛି? ନଥିବା କଥା କହୁଛି। ନଥିବା କଥା କରୁଛି। ମୋ କଥା ରଖନ୍ତୁ, ଚୁଲିରେ ତ ନିଆଁ ଅଛି, ଆଉ କ୍ଷୀର ଦେବି, ଆଉ ଚାଉଳ ଦେବି, ଆଉ ଘଡ଼ିକ କଥା, ଆଉ ଟିକେ କରିକି ଖାଇଦେବେ। ଆଉ ଆପଣ ଟିକେ ଯାଆନ୍ତୁ, ଯମୁନାରୁ ପାଣି ଟିକେ ଆଣିବେ। କଥା ରଖି ଗର୍ଗାଚାର୍ଯ୍ୟ ଯମୁନାକୁ ଗଲେ। ଆଉ ଭୟ ନାହିଁ, ମୁଁ ତାକୁ ଗୋଟେ ଗମ୍ବୁରାରେ ପକେଇ ବାହାରୁ ସିଙ୍କୁଳି ଦେଇଦେଇଛି। ଦ୍ୱିତୀୟ ଥର ଆଚାର୍ଯ୍ୟ ଗର୍ଗ କ୍ଷୀର କଲେ, କ୍ଷୀରି କଲେ। ଏବେ ମଧ୍ୟ ପୂର୍ବ ପରି ଥାଳିକି ଢାଳିଲେ। ଥାଳି ଯଶୋମତୀ ଧୋଇକିରି ଆଣି ଦେଇଛନ୍ତି। ଆଉ କୌଣସି ଭୟ ନଥାଇ ପୂଜା କଲେ, କ୍ଲିଂ କୃଷ୍ଣାୟ ଗୋବିନ୍ଦାୟ ଗୋପୀଜନ ବଲ୍ଲଭାୟ ସ୍ୱାହା। ଆଖି ଖୋଲି ଦେଖିଲା ବେଳକୁ ପୁଣି 4 ହାପୁରା ବଜେଇ ସାରିଲେଣି। ଆଲୋ ଏ କୁଆଡେ ଆଇଲା, ଇଏ କେମିତି ଆସିଲା? ଯଶୋମତୀ ମୁଣ୍ଡରେ ହାତ ଦେଇ ବସି ପଡିଲେ, ହେ ଆକୁ ତ ପାରି ହବନି, ଚିଙ୍କୁଡ଼ି ଲାଗିଛି, ମୁଁ ତ ନିଜେ ଘରେ ରଖିଛି, ଆସିଲା କୁଆଡେ? ଚିନ୍ତା କରି ଗୁରୁବରକୁ କହୁଛନ୍ତି, ହେ ଗୁରୁବର, ଏଥ ପାଇଁ ଚିନ୍ତା ଏବେ ନ କରବ। ଶ୍ରୀରାମ ଜୟ ରାମ ଜୟ ଜୟ ରାମ। ଇଏ ମୁଁ ତାକୁ ବାହାରେ ଛାଡ଼ି ଦଉଛି, 7 କବାଟ ବନ୍ଦ କରିଦେବି। ଆପଣ ଟିକେ ଦୟାକରି ଆଉ ଟିକେ କ୍ଷୀରି କରନ୍ତୁ ବା। ଏଇଟା ତୃତୀୟ ଥର କ୍ଷୀରି ହେଲା। ଅଗଣାରେ ବସିଲେ, ଗୋଟେ ଠେଙ୍ଗା ଧରି ଯଶୋମତୀ ବସିଲେ। ଏ ଦେହରେ 7ଟା କବାଟ ଅଛି,
ଉପଚର୍ମଠୁ ଆରମ୍ଭ କରି ଧାତୁ ଛନ୍ଦ ପର୍ଯ୍ୟନ୍ତ ଚର୍ମ, ମାଂସ, ମେଦ, ଅସ୍ଥି, ମଜ୍ଜା, ରସ, ଧାତୁ, ଇଏ ହେଉଛି 7 କବାଟିଆ ଘର। ସେଇ ଘରେ ଆପଣ ମାନେ ବସିଛନ୍ତି। କିଏ ରହୁଛି ବାହାରେ, କିଏ ରହୁଛି ଭିତରେ। ବୁଝୁଛୁ ନା ବୁଝୁନି? ହଁ ନା ନାଇଁ? ବାହାରକୁ ଛାଡ଼ିଦେଲେ କୃଷ୍ଣଙ୍କୁ, ଅଗଣାରେ ଜଗିଲେ ଦେଲେ ଯଶୋମତୀ। କହିଲେ ଆଜି ଆ, ଯଦି ଏଇ ରାସ୍ତାରେ ଯିବୁ ଗୋରୁଟାକୁ ବାଡ଼େଇଦେବି, ଆଉ ଦୟା ମାୟା ନାହିଁ। ଆରେ ଏ ପିଲା ଇଜ୍ଜତ ମହତ୍ଵ ସାରିଦେଲାଣି, ଗୁରୁଜନ ଜାଣୁନି, ଅଇଠା କରିଦଉଛି। ତୃତୀୟ ଥର ଗର୍ଗାଚାର୍ଯ୍ୟ ଫେରି କଲେ, ଆଉ ଯାଇନି। ଯଶୋମତୀ ଭାବିଲେ ଆଉ ତ ଏ ରାସ୍ତାରେ ଯାଇନି। ତେଣୁ କେମିତି ମା ମାନଙ୍କର ଗୋଟେ ସ୍ୱଭାବ ଅଛି, ଖାଇବାକୁ ଦେବେ, ଆଉ ଥରେ କେମିତି ଖାଉଛି ଦେଖୁଥିବେ। ସିଧାସଳଖ ନହେଲେ ମଧ୍ୟ କୋଣରେ ବାଡ଼ରେ ରହି ଦେଖୁଥିବେ। ଦେଖିବାର କାରଣ ହେଉଛି ଭଲ କରି ଖାଉଛନ୍ତି ନା ନାହିଁ, ତୃପ୍ତିରେ ଖାଉଛନ୍ତି ନା ନାହିଁ। ଅଧିକ ଖାଇ ଦଉଛନ୍ତି ବୋଲି ଦେଖୁନାହାନ୍ତି, ମୁଁ ଏତେ କଷ୍ଟରେ ସ୍ୱୀକାର ଦେଇଛି, ଆଉ ଖାଉଛନ୍ତି ନା ନାହିଁ। ତେଣୁ କୋଣେଇ କୋଣେଇ ଯାଇ ଦେଖିଲେ, ଧୀରେ 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 ଯାଇ ଦୁଆର ମୁହଁରେ ପହଞ୍ଚିଲେ। ଆଉ ଘର ଭିତରେ ଯାହା ଦେଖିଲେ, ଆଖି ଖୁସି ହେଇଗଲା। କଣ ଦେଖିଲେ ନା ଗର୍ଗାଚାର୍ଯ୍ୟ କୃଷ୍ଣଙ୍କୁ କୋଳରେ ଧରିଛନ୍ତି। ମହାପ୍ରଭୁ କୋଳରେ ବସିଛନ୍ତି, ସିଏ ଧରିନାହାନ୍ତି। ଥାଳିରୁ କ୍ଷୀରି ହତା ହତା ଖାଉଛନ୍ତି, ନିଜେ ଖାଉଛନ୍ତି, ବଳକା ହାତଟା ଉପରକୁ ବଢେଇ ଦେଉଛନ୍ତି। ଆଚାର୍ଯ୍ୟ ଗର୍ଗ ସେ ହାତଟାକୁ ଚାଟୁଥାନ୍ତି। ଆଚ୍ଛା ଟିକେ ଚିନ୍ତା କର, ଯଦି ଆମ କୋଳରେ ବସି ଭଗବାନ ଏମିତି ଦିଅନ୍ତେ କେମିତି ଲାଗନ୍ତା, କେମିତି ଲାଗନ୍ତା? ଇଏ ହେଉଛି ଭକ୍ତର ଭାବ। ଗାଥା ଶୁଣୁ ଶୁଣୁ ଭକ୍ତର ଭାବ ଆସେ। ମହର୍ଷି ଗର୍ଗ ବସିଛନ୍ତି, ମହାପ୍ରଭୁ ପୋଷି ପୋଷି କ୍ଷୀରି ଖାଉଛନ୍ତି, ଆଉ ବଳକା କ୍ଷୀରିଟା ଉପରକୁ ଟେକି ଦଉଛନ୍ତି। ଗର୍ଗାଚାର୍ଯ୍ୟ ପ୍ରଭୁଙ୍କର ହାତ ଧରି ଚାଟି ଚାଟି ଖାଉଛନ୍ତି। ମା ବୁଝିପାରିଲେନି, ମୁଣ୍ଡ ଖରାପ ହେଇଗଲା, ମୁଣ୍ଡରେ ହାତ ଦେଇ ବସି ପଡିଲେ। କହିଲେ ଆଚାର୍ଯ୍ୟ, ଗୁରୁବର, ଏ କଣ କଲ? ଆଚାର୍ଯ୍ୟ ଗର୍ଗ କହିଲେ, ଆଲୋ ଇଏ ସାମାନ୍ୟ ବାଳକ ନାହିଁ, ଅନ୍ତର୍ଯାମୀ ନାଥ ସେ ଯେ ପୁରୁଷ ଶ୍ରୀରାମ ଜୟ ରାମ ଜୟ ଜୟ ରାମ। ପ୍ରକଟ କୁହନ୍ତି ସେ ଯେ ସ୍ୱୟଂ ନାଗ। ଶ୍ରୀଶ୍ୟାମ ଜୟ ଶ୍ୟାମ ଜୟ ଜୟ ଶ୍ୟାମ। एक बार हरि बोल हरि बोल। कि अद्भुत लीला। बारंबार कहते आचार्य गर्ग ये सामान्य लोक नहीं तो पुओ बोली बुझे ना, ये होती स्वयं नारायण। जदा जदा ही धर्म से ग्लानिर्भवति भारत अभ्युत्थानम धर्मस्य तदा त्वानं सुधाम्यहम् परित्राणाय साधूनां विनाशाय च दुष्कृतां धर्म संस्थापनार्थाय संभवामि जुगे जुगे। तथापि मां बुझी पारे नहीं। आज आहरी चिड़ी गले छातरे पिटिले कहीं ना बारंबार आसिक कहते तम पिला आम घर चोरे खाऊला। गोपी जिते बड़े बारंबार कहला दधी मंथुले कहले आलो ए बायाणी कौन कहूचु भल करी कहलु ना गबाठ डेला मो घरे पशिला सरल बणी खाइला वीर पद पाते चली तुरीते पश्चातरे हस्त थिला
ପଶ୍ଚାତରେ ହାତ ଦୁଇ ଧରି ଦେଇ ଦୌଡ଼ି ବାନ୍ଧିଲି ନେଇ ମଧ୍ୟସ୍ତମ୍ଭରେ ମୁଁ ବାନ୍ଧି ଦେଇଥାଇ ଆସିଲି ତୁମକୁ ଧାଇଁ। ହେଇଟି ଚୋରର ମା ବଡ଼ ମୁହଁ ଟାଣ, ଆଜି ଆଉ ଫିଟିବାର ବାଟ ନାହିଁ। ନା କାହିଁକି ଲୋ? ନା ଗବାକ୍ଷ କଲେ ଝରକା, ଗବାକ୍ଷ ଡେଇଲା, ମୋ ଘରେ ପଶିଲା, ଚୋର ଲବଣୀ ଖାଇଲା, ନିଜେ ଖାଇଲା, ପିଢ଼ା ଉପରେ ପିଢ଼ା ମାନ ଥୋଇ ତଥି ଉପରେ ଉଠିଲେ ମା ଧୋଇ, ହାଣ୍ଡି ମଧ୍ୟ ଭାଙ୍ଗିଦେଲା। ଧୀରେ 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 ଗଲି, ପଛପଟୁ ଦି ହାତଟାକୁ ଧରିଦେଲି। ମତେ କହୁଥିଲା ଛାଡ଼ି ଦିଅ, ଆଉ ନାଇଁ ଛାଡ଼େ। ମାକୁ ତ ବିଶ୍ୱାସ ହଉନି ଚୋର ବୋଲି। ଆସ ଦେଖିବ, ମଧ୍ୟସ୍ତମ୍ଭରେ ତମ ପିଲାକୁ ମୁଁ ବାନ୍ଧି ଦେଇଛି। ଦି ହାତକୁ ପଛ କରି ମଧ୍ୟସ୍ତମ୍ଭରେ ବାନ୍ଧି ଦେଇଛି। ଯଶୋମତୀ ଟିକେ ପାଦରୁ ଶିର ପର୍ଯ୍ୟନ୍ତ ଚାହିଁଲି 2-3 ଥର। କଣ ଏମିତି ଚାହୁଁଛ? ସତ କଥା କହିଲେ ବାଧୁଛି ନାହିଁ? ଗୋପୀ କହିଲା। ଯଶୋମତୀ କହିଲେ ଆଲୋ କଣ କରୁଛୁ? ମୋ ଘରେ ଶୋଇଛି, ମୋ କଳା କନାଇ ପଲଙ୍କ ଉପରେ ଯାଇ। ହସ୍ତକୁ ହସ୍ତରେ ଥଣ୍ଡା ଥଣ୍ଡି ହୋଇ ଶୋଇଛନ୍ତି ଦୁଇ ଭାଇ। ଆଲୋ ଏ ଭାଇଆଣୀ, ମୋ ପିଲା ମୋ ଘରେ ଶୋଇଛି। କୃଷ୍ଣ ବଳରାମ 2 ଜଣ ଯାକ ବେକକୁ ବେକ ଛନ୍ଦା ଛନ୍ଦି ହେଇ ଶୋଇଛନ୍ତି। ତୁ କହୁଛୁ ତୋ ଘରେ ପଶି ସର ଲବଣୀ ଖାଇଲା, କେତେ ଚାଲୁ କଥା କହୁଛୁ ଲୋ। ଦୁମୁ ଦୁମୁ କରି ଗୋପୀ ପଶିଗଲା ଘର ଭିତରେ। ପଲଙ୍କି ଦେଖିଲା କୃଷ୍ଣ ବଳରାମ ଶୋଇଛନ୍ତି ମହାମାଗେ। ବୁଝି ପାରିଲାନି ଏ ଅବା କିପରି ଦୃଶ୍ୟ ହେଲା ଚକ୍ଷୁ ଆଗେ। ତା ମୁଣ୍ଡ ଘୁରେଇ ଗଲା, ବ୍ଲଡ ପ୍ରେସର ଉଠିଗଲା। ଆରେ ମୁଁ ତ ବାହାରୁ ଶିଙ୍କୁଳି ଦେଇକିରି ପଛକୁ 2 ହାତ କରି ରଖିଥିଲି, ବାନ୍ଧିଥିଲି। କୋଉ ବାଟେ ଆସିକିରି ଶୋଇପଡ଼ିଲାଣି। କୃଷ୍ଣ 2 ହାତରେ ବଳରାମଙ୍କର ଗ୍ରୀବାଦେଶ, ବଳରାମ 2 ହାତରେ କୃଷ୍ଣଙ୍କର ଗ୍ରୀବାଦେଶ ମଣ୍ଡନ କରିଛନ୍ତି। ମୁଣ୍ଡ ତଳକୁ କରିଦେଲା, ଲଜ୍ଜାବନତ ହେଇଗଲା। ଧୀର ପଦ ପାତେ ଚଳିଲା ତୁରିତେ ଗୃହଙ୍ଗ ନେଗଲା ମିଳି। ଧୀର ପଦ ପାତେ ଚଳିଲା ତୁରିତେ ଗୃହାଙ୍ଗ ନେଗଲା ମିଳି। ଲଜ୍ଜା ଭରେ ମୁଖ ଅବনত କରି ଫିଟାଇ ଦେଲା ସାଙ୍କୁଳି। ଧୀରେ 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 ଗଲା। ମୁଣ୍ଡ ପୋତି ପୋତି ଲାଜ ହେଇଗଲା। ସେ କଣ ଚୋରର ମା ଚୋରୁଣୀ ବୋଲି କହିଥିଲା? ହେଲା ବାନ୍ଧିଛି ତ ସତ, ଗଲା କୋଉ ବାଟେ? ବାହାରୁ ତ ଶିଙ୍କୁଳି ଦିଆଯାଇଛି, ଏଠି ଫିଟେଇଛି। ଯେମିତି ଘର ଭିତରେ ପଶିଲା, କଣ କରିଛି ନା ନିଜ ପୁତ୍ରକୁ ହିଁ ବାନ୍ଧି ଦେଇଛି। ନିଜ ପୁଅକୁ କୃଷ୍ଣ ବୋଲି ବାନ୍ଧି ଦେଇଛି। କବାଟ ଦେଇ ଦେଇ ପଳେଇଛି। ଏଥିର ତତ୍ୱାର୍ଥ ହେଲା ଗୋପଦାଣ୍ଡରେ ସମସ୍ତେ ନିଜ ନିଜ ପୁଅକୁ କୃଷ୍ଣବତ ବିଚାର କରନ୍ତି। ଇଏ ହେଉଛି ଭାବଚକ୍ଷୁ। ଏ ଲୀଳା ଅନେକ ଦିନ ଚାଲିଲା। ଗୋପୀମାନଙ୍କ ସହିତ ପ୍ରକଟ ହେଇଗଲେ, ଗୋପୀମାନେ ଚଳଚଞ୍ଚଳ ହେଲେ। ଏବେ ଯିବା ଆଉ ଗୋଟିଏ ଲୀଳାକୁ। এই লীলা হচ্ছে বচ্ছা চাରଣ লীলা। ଯଶୋମତୀ କହୁଛନ୍ତି ନନ୍ଦରାଜା, ପିଲା ଯଦି ସମୟରୁ କାମ ନ ଶିଖିବ, ବଡ଼ ହେଲେ ଆଉ କାମ ଶିଖିବନି। ନା କଣ କହୁଛ? ନା ତମେ ଏବୁଠୁ କିଞ୍ଚିତ ବାଛୁରୀ ଆଦି ଚରେଇବାର ଶିକ୍ଷା ଦିଅ। ସେଇ ଦିନରୁ କୃଷ୍ଣ, ବଳରାମ, ସୀତାମା, ସୁଦାମା, ନଟ ସମସ୍ତେ ବାଛୁରୀ ଚରେଇବାକୁ ଗଲେ। ମା ସିନା କହିଦେଲେ ବଣକୁ ଯିବ ଚରେଇବାକୁ, କିନ୍ତୁ ଦିନ ଯାକ ମନ ଛଟପଟ ହଉଛି।
ସଞ୍ଜ ନ ହଉ କେତେବେଳେ ମୋ କୃଷ୍ଣ ଆସିବ ଚିନ୍ତା କରୁଥିଲେ କବି ଅଭିମନ୍ୟୁ ସାମନ୍ତ ସିଂହାର ବିଦଗ୍ଧ ଚିନ୍ତାମଣି ଲେଖିଛନ୍ତି ତାଙ୍କର ଗୁରୁ କବି ସୂର୍ଯ୍ୟ ସଦାନନ୍ଦ ବ୍ରହ୍ମା ସେ ଲେଖିଛନ୍ତି ଯୁଗଳ ରସାମୃତ ଲହରୀ ଅନାଲୋ ରୋହିଣୀ ଅନା ତୋଳ ଗଣ୍ଠି ଧନ କାଳିଆ ନାଲୋ ଆଦ କରେ କେତେ ଅନାଲୋ ମୋର କଳା କାଇଁଚ ଲବଣୀମା ଗଇଲା ଚଲୋ ମୋର କଳା କାଇଁ ବନେ କଲା କେଉଁ ପାଞ୍ଚଲୋ ମୋର କଳା କାଇଁ ଦିଶୁ ଅଛି କେଡ଼େ ସଞ୍ଚଲୋ ମୋର କଳା କାଇଁ ଲବଣୀମା ଗଇଲା ଚଲୋ ମୋର କଳା କାଇଁ ବନେ କଲା କେଉଁ ପାଞ୍ଚଲୋ ମୋର କଳା କାଇଁଚ। ଏ ରୋହିଣୀ ଆପଣମାନେ ଧ୍ୟାନ ଦିଅନ୍ତୁ ପୂର୍ବ କାଳେ ତ ହଉଥିଲା ଆମେ ପିଲାବେଳେ ମଧ୍ୟ ଜାଣୁଥିଲୁ ମୋ ପୁଅ ବୋଲି ମା ମାନେ କହୁନଥିଲେ ମୋ ସ୍ୱାମୀ ବୋଲି କହୁନଥିଲେ ସ୍ତ୍ରୀ ଲୋକମାନେ ଶାଶୁକୁ କହିଲା ବେଳେ କହୁଥିଲେ ତୁମ ପୁଅ ବ୍ରହ୍ମପୁର ଯାଇଛନ୍ତି କେବେ ଆସିବେ ମୋ ହଜବେଣ୍ଡ ମୋ ସ୍ୱାମୀ ଆମ ଡାର୍ଲିଂ ଏମିତି କହୁନଥିଲେ ହାଲୋ ହାଇର ଯୁଗ ନଥିଲା ନମନୀୟ ଯୁଗ ଥିଲା ସେଇ ଯୁଗର ଏ କଥା ତେଣୁ କୃଷ୍ଣଙ୍କୁ ମୋ ପୁଅ ବୋଲି ଯଶୋମତୀ କେବେ କହନ୍ତିନି କାରଣ ଜାଣନ୍ତି ମା ଡାହାଣୀଠୁ ଡାହାଣୀ ନାହିଁ ତେଣୁ ରୋହିଣୀକୁ ଡାକି କହୁଛନ୍ତି ଅନାଲୋ ରୋହିଣୀ ଅନା ତୋର ଗଣ୍ଠି ଧନ କାଳିଆ ସୁନାଲୋ ଆଜ କରେ କେତେ ଅନାଲୋ ମୋର କଳା କାଇଁଚ ଲବଣୀମା ଗଇଲା ଚଲୋ ମୋର କଳା କାଇଁଚ ବନେ ଗଲା କେଡ଼େ ସଞ୍ଚଲୋ ମୋର କଳା କାଇଁଚ ଶିଶୁ ଅଛି କେଡ଼େ ସଞ୍ଚଲୋ ମୋର କଳା କାଇଁଚ। ଆପଣମାନେ ବରକୋଳି ଫଳ ଦେଖିଛନ୍ତି ବରକୋଳି ଫଳ ଉପରେ ଗୋଟେ ପାଉଁଶିଆ ରଙ୍ଗ ଥିବ ହାତରେ ପୋଛିଦେଲେ ଚିକଣ ହେଇଯିବ ତାକୁ କବି କହିଲେ ମାଙ୍କ ବିଚାରରେ ବଦରୀ ଫଳ ଆକାର ଗୋରୁ ଧୂଳି ଉଡ଼ି ତନୁ ତୁଷର ଝଡ଼େ କାଳିଆ ସୁନ୍ଦର ଗୋ ମୋର କଳା କାଇଁଚ ମଧୁ ଅଛି କେଡ଼େ ସଞ୍ଚଲୋ ମୋର କଳା କାଇଁ ବବଳି କହୁ ପାଞ୍ଚଲୋ ମୋର କଳା କାଇଁ ଲବଣୀମା ଗଇଲା ଚଲୋ ମୋର କଳା କାଇଁଚ। ଏ ରୋହିଣୀ ରୋହିଣୀ ଲୋ ବଦରୀ ଫଳରେ ଯେମିତି ଗୋଟିଏ ଆବରଣ ଥାଏ ଧୂଳିର ଆବରଣ ସେମିତି ମୋ ପିଲାର ଦେହରେ ଧୂଳିର ଆବରଣ ଅଛି ଗୋରୁ ଖୁରା ଉଡ଼ିକିରି ଧୂଳି ଉଡ଼ିକିରି ମୋ ଦେହ ଉପରେ ମୋ ପିଲାର ଦେହରେ ପଡ଼ିଛି ହେଲେ ମଧ୍ୟ କେଡ଼େ ସୁନ୍ଦର ଦିଶୁଥିବ ପରା ଦେଖିଲୁ କହୁଛନ୍ତି ରୋହିଣୀ କି ତୋର ଗଣ୍ଠି ଧନ ବୋଲି କହୁଛନ୍ତି ତଥାପି ଦୁଶିଲା ନାହିଁ କୁଆଡ଼େ ଗଲା ତୁମ କାହ୍ନା ଆସୁଥିବ ଦେଖ ଆସେ ରସେ ଢଳି ଢଳି ମୋ ଧନ ଛଙ୍କାଡ଼ି ଘେରେ ମଞ୍ଜୁଳି ଗୋଗସ୍ତ ପଥରେ ଢଳି ଗୋ ମୋର କଳା କାଇଁଚ ଅଛି କେଡ଼େ ସଞ୍ଚଲୋ ମୋର କଳା କାଇଁଚ ଲବଣୀମା ଗଇଲା ଚଲୋ ମୋର କଳା କାଇଁଚ ଶୋଇଥିବ ମହିଷ ଯେ ପିଣ୍ଡା ବାସ ଚିହ୍ନ ଦେହେ ବିରାଜେ ଗୋ ଗଳି ହୋଇଗଲା ସେ ଦେବ ମୋର କଳା କାଇଁଚ ଲବଣୀମା ଗଇଲା ଚଲୋ ମୋର କଳା କାଇଁଚ ମଧୁ ଅଛି କେଡ଼େ ସଞ୍ଚଲୋ ମୋର କଳା କାଇଁଚ। ରୋହିଣୀ ଲୋ ଏ ରୋହିଣୀ ତୋ ଧନ ସଙ୍କାଳି କୋଉଠି ଶୋଇ ପଡ଼ିଥିବ ତଳେ ଶୋଇଲେ କଅଁଳ ଦେହରେ ଚେର ଚିହ୍ନ ପତ୍ର ଚିହ୍ନ ଡାଳ ଚିହ୍ନ ଲାଗି ଯାଇଥିବ ଶୋଇଥିବ ମହିଷ ଯେ ମୋ ଧନ ସଙ୍କାଳି ଦେହେ ବିରାଜେ ମହିଷ ଯେ କହିଲେ ତଳେ ଶୋଇ ପଡ଼ିଥିବ କେଡ଼େ କଥା ଦେଖିଲେ ଯେ ପଛରେ ଆସୁଛନ୍ତି ମୁଣ୍ଡରେ ଜାମୁଣ୍ଡାଳ ଖୋଚା ହେଇଛି
ଆସେ ରସେ ଢଳି ଢଳି ମଥାରେ କୁଞ୍ଚିନ ରଙ୍ଗ ଯାଉନି ଗୋଗୋଷ୍ଠ ପଚରେ ମିଳିଲ ମୋର କଳା କାଇଁଚ ବଣି ଗଲା କେଉଁ ପାଞ୍ଚଲ ମୋର କଳା କାଇଁଚ ଲବଣୀ ମାଗଇ ଲାଞ୍ଚଲ ମୋର କଳା କାଇଁଚ ଦିଶୁଅଛି କେଡ଼େ ସଞ୍ଚଲ ମୋର କଳା କାଇଁଚ। ଶ୍ରୁତିବୃନ୍ଦ ଇଏ ବାତ୍ସଲ୍ୟ ରସ ଉକୁଟେଇଲା ଭଳି କଥା। ଯଶୋମତୀ ଦେଖିଲେ ଗାଈ ଗୋଠ ପଛରେ ଦୂରରେ ଦୂରରେ ସେ କୋଉଠି ଅଛି କୋଉଠି ଅଛି ଅତି ଦୂରରେ ଦେଖାଯାଉଛି ଗାଈ ଗୋଠ ପଛରେ ଗୋପାଳ ବାଳକ ପଛରେ କହ୍ନେଇ ଆଉ କହ୍ନେଇର ମୁଣ୍ଡରେ କଅଁଳ ନାଲି ରଙ୍ଗର ଜାମୁ ଡାଳ ଖୁଞ୍ଚା ହେଇଛି। ଓହୋ ଟିକେ ପ୍ରାଣ ପିଣ୍ଡରେ ପଶିଲା। ବର୍ଷା ଚାରଣ ଲୀଳା ହେଲା ତାପରେ ପରେ ଆରମ୍ଭ ହେଇଗଲା ଗିରି ଗୋବର୍ଦ୍ଧନ ଲୀଳା ତାପରେ ପରେ ଆରମ୍ଭ ହେଇଗଲା आगे आगे गैया पीछे पीछे ग्वाल आगे आगे गैया पीछे पीछे ग्वाल बीच में मेरो मदन गोपाल छोटी छोटी गैया छोटी छोटी ग्वाल छोटी गैया छोटी ग्वाल छोटो सा मेरो मदन गोपाल छोटी छोटी गैया छोटी ग्वाल छोटी गैया छोटी ग्वाल छोटो सा मेरो मदन गोपाल छोटो सा मेरो मदन गोपाल काली काली गैया गोरे गोरे गाल काली गैया गोरे गोरे गाल श्याम बरण मेरे मदन गोपाल छोटी छोटी गैया छोटी ग्वाल छोटी गैया छोटी ग्वाल छोटो सा मेरो मदन गोपाल छोटो सा मेरो मदन गोपाल। अरे घास खाए गैया दूध पिए ग्वाल अरे घास खाए गैया दूध पिए ग्वाल मक्खन खावे मोरो मदन गोपाल हरि बोल छोटी अरे छोटी गैया छोटी ग्वाल छोटी गैया छोटी ग्वाल छोटो सा मेरो मदन गोपाल छोटो सा मेरो मदन गोपाल छोटो सा मेरो मदन गोपाल।